ମୁଁ ଡକ୍ଟର ଶିବପ୍ରସନ୍ନ ପାଠୀ। ପ୍ରିୟ ଛାତ୍ରଛାତ୍ରୀଗଣ, ଆଜିର ଆଲୋଚନା କାର୍ଯ୍ୟକ୍ରମରେ କଳିଙ୍ଗ ଯୁଦ୍ଧ ଉପରେ ଆମେ କେତେକ ପ୍ରଶ୍ନକୁ ଆଲୋଚନା କରିବା। ଚାଲନ୍ତୁ ଦେଖିବା କ'ଣ ଅଛି। ଇନ୍ ହ୍ୱିଚ୍ ଇୟର୍ ଫାଉଟ୍ ଦ କଳିଙ୍ଗ ୱାର୍? କେଉଁ ମସିହାରେ କଳିଙ୍ଗ ଯୁଦ୍ଧଟି ହୋଇଥିଲା? ଉତ୍ତରଟି ପିଲାମାନେ ହେବ 261 BC। ବିଫୋର୍ ଖ୍ରୀଷ୍ଟ 261ରେ କଳିଙ୍ଗ ଯୁଦ୍ଧ ହୋଇଥିଲା। ଦୟାନଦୀ କୂଳରେ ହୋଇଥିଲା, ଧଉଳି ନିକଟରେ ହୋଇଥିଲା। ତାପରେ ଦେଖିବା ପିଲାମାନେ ଆମେ 2 ନମ୍ବର ପ୍ରଶ୍ନ। ଅଶୋକା ଇଜ୍ ଦ ହ୍ୱିଚ୍ ନମ୍ବର ଅଫ୍ ମୌରିଆନ୍ ରୁଲର? ଅଶୋକ ମୌର୍ଯ୍ୟ ରାଜବଂଶର କେତେ ନମ୍ବର ଶାସକ? ଉତ୍ତରଟି ହେବ ପିଲାମାନେ 3rd। ଗୁରୁତ୍ୱପୂର୍ଣ୍ଣ ପିଲାମାନେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ବିନ୍ଦୁସାର, ଅଶୋକ ସବୁ ମନେ ରଖିବାକୁ ପଡ଼ିବ। ତାପରେ ଆମେ ଦେଖିବା ପିଲାମାନେ 3 ନମ୍ବର ପ୍ରଶ୍ନ। ଅଶୋକା ଫାଉଟ୍ କଳିଙ୍ଗ ୱାର୍ ଆଫ୍ଟର କୋରୋନେସନ୍ ଅଫ୍ ହାଉ ମେନି ଇୟର୍ସ? କେତେ ବର୍ଷ ରାଜାଭିଷେକର ହେବା ପରେ ଅଶୋକ କଳିଙ୍ଗ ଯୁଦ୍ଧ ଲଢ଼ିଥିଲେ, ବା ରାଜାଭିଷେକ ହେବାର କେତେ ବର୍ଷ ପରେ ଅଶୋକ କଳିଙ୍ଗ ଯୁଦ୍ଧ ଲଢ଼ିଥିଲେ? ତ ପିଲାମାନେ ଏଇଠି 3ର ଉତ୍ତରଟା ହେବ 8 ଇୟର୍ସ। ରାଜାଭିଷେକ ହେବାର 8ମ ନମ୍ବର ବର୍ଷରେ କଳିଙ୍ଗ ଯୁଦ୍ଧ ଲଢ଼ିଥିଲେ ଅଶୋକ। ତାପରେ ଆମେ ଦେଖିବା ପିଲାମାନେ 4 ନମ୍ବର ପ୍ରଶ୍ନ। ଇନ୍ ହ୍ୱିଚ୍ ଅଫ୍ ଦ ରକ୍ ଏଡିକ୍ଟ ଅଫ୍ ଅଶୋକା ମେନସନ୍ ଏବାଉଟ୍ ଦ କଳିଙ୍ଗ ୱାର୍? କେଉଁ ଶିଳାଲେଖରେ ଅଶୋକ କଳିଙ୍ଗ ଯୁଦ୍ଧ ବିଷୟରେ ବର୍ଣ୍ଣନା କରିଛନ୍ତି? ଉତ୍ତରଟି ପିଲାମାନେ ହେବ ରକ୍ ଏଡିକ୍ଟ 13। ମନେ ରଖନ୍ତୁ, ଅଶୋକଙ୍କ ସମୟରେ 84,000 ଶିଳାଲେଖ ଲେଖାଯାଇଥିଲା। ସେ ଭିତରୁ କେତେକ ମେଜର ଆଉ ମାଇନର ଏବଂ ସ୍ୱତନ୍ତ୍ର ରକ୍ ଏଡିକ୍ଟ ରହିଅଛି। ସେଇଟାର ଭିତରୁ ରକ୍ ଏଡିକ୍ଟ 13 ହେଉଛି ପିଲାମାନେ କଳିଙ୍ଗ ଯୁଦ୍ଧର ବିବରଣୀ ବର୍ଣ୍ଣନା କରାଯାଇଛି। ତାପରେ ଆମେ ଦେଖିବା ପିଲାମାନେ 5 ନମ୍ବର ପ୍ରଶ୍ନ। ହୁଏର୍ ଲୋକେଟେଡ୍ ଅଶୋକାସ୍ ରକ୍ ଏଡିକ୍ଟ 13? ଅଶୋକଙ୍କର ତ୍ରୟୋଦଶ ଶିଳାଲେଖ ବା ରକ୍ ଏଡିକ୍ଟ 13 ନମ୍ବର ଶିଳାଲେଖଟି କେଉଁଠାରେ ରହିଅଛି? ସହବାଜଗଡ଼ ଇନ୍ ପାକିସ୍ତାନ। ଉତ୍ତରଟି ହେବ ସହବାଜଗଡ଼ି ଅଞ୍ଚଳ ଇନ୍ ପାକିସ୍ତାନ, ବର୍ତ୍ତମାନର ପାକିସ୍ତାନ ପିଲାମାନେ। ତାପରେ ଆମେ ଦେଖିବା ନେକ୍ସଟ 6 ନମ୍ବର ପ୍ରଶ୍ନ। 6 ନମ୍ବର ପ୍ରଶ୍ନ ଆମକୁ କ'ଣ କହୁଛି ପିଲାମାନେ? ଇନ୍ ହ୍ୱିଚ୍ ସ୍କ୍ରିପ୍ଟ ରୁଟ୍ ଦ ଅଶୋକାସ୍ ରକ୍ ଏଡିକ୍ଟ 13? କେଉଁ ଅକ୍ଷର ଗୁଡ଼ିକ ଲେଖାଯାଇଛି ଅଶୋକଙ୍କର ତ୍ରୟୋଦଶ ଶିଳାଲେଖ ବା ରକ୍ ଏଡିକ୍ଟ 13ରେ? ଉତ୍ତରଟି ପିଲାମାନେ ହେବ ଖରସ୍ରୋତୀ। ଖରସ୍ରୋତୀ ସ୍କ୍ରିପ୍ଟରେ ଲେଖାଯାଇଛି ରକ୍ ଏଡିକ୍ଟ 13। ତାପରେ ଦେଖିବା ଆମେ 7 ନମ୍ବର ପ୍ରଶ୍ନ। ହୁ ଇଜ୍ ଦ ଫାଉଣ୍ଡର ଅଫ୍ ମୌରିଆନ୍ ଡାଇନେଷ୍ଟି? ମୌର୍ଯ୍ୟ ରାଜବଂଶର ପ୍ରତିଷ୍ଠାତା କିଏ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଉତ୍ତର ଖଣ୍ଡିକ ହେବ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ସେ ହେଉଛନ୍ତି ମୌର୍ଯ୍ୟ ରାଜବଂଶର ପ୍ରତିଷ୍ଠାତା। ବର୍ତ୍ତମାନ ଆମେ ଦେଖିବା ପିଲାମାନେ 8 ନମ୍ବର ପ୍ରଶ୍ନ। ହ୍ୱିଚ୍ ମୌରିଆନ୍ କିଙ୍ଗ ଏସ୍ୟୁମ୍ଡ ଦ ଟାଇଟଲ ଅମିତ୍ରଘାଟ? ମୌର୍ଯ୍ୟ ରାଜବଂଶର କେଉଁ ରାଜା ନିଜକୁ ଅମିତ୍ରଘାଟ ଉପାଧିରେ ଭୂଷିତ କରିଥିଲେ? ତ ପିଲାମାନେ ଏଇଟା 8 ନମ୍ବରର ଉତ୍ତରଟି ହେବ ବିନ୍ଦୁସାର। ବିନ୍ଦୁସାର ନିଜକୁ ଅମିତ୍ରଘାଟ ଉପାଧିରେ ଭୂଷିତ କରିଥିଲେ, ମାନେ ଶତ୍ରୁମାନଙ୍କ ପାଇଁ ସେ ଭୟ। ତାପରେ ଆମେ ଦେଖିବା ପିଲାମାନେ 9 ନମ୍ବର ପ୍ରଶ୍ନ। ହୁ ଇଜ୍ ଦ ଅଥର ଅଫ୍ ଅର୍ଥଶାସ୍ତ୍ର? ଅର୍ଥଶାସ୍ତ୍ର କିଏ ରଚନା କରିଛନ୍ତି? କୌଟଲ୍ୟ ପିଲାମାନେ। ସମସ୍ତେ ଜାଣିଛନ୍ତି ଉତ୍ତର ଗୁଡ଼ିକ। କୌଟଲ୍ୟ ଅର୍ଥଶାସ୍ତ୍ର ରଚନା କରିଛନ୍ତି। ହୁ ଆର୍ ଦ ନାଗସ୍? ନାଗମାନେ କିଏ? ସି ଫେରିଂ ପିପୁଲ ଅଫ୍ କଳିଙ୍ଗ। କଳିଙ୍ଗର ସମୁଦ୍ରରେ ଯେଉଁମାନେ ବାରମ୍ବାର ପଇଁତରା ମାରୁଥିଲେ
ସେଇମାନେ ହେଉଛନ୍ତି ନାଗସ। ଏହି ନାଗମାନଙ୍କର ଲୁଣ୍ଠନ ମଧ୍ୟ କଳିଙ୍ଗ ଯୁଦ୍ଧ ହେବାର ଗୋଟିଏ କାରଣ ପିଲାମାନେ। ତାପରେ ଆମେ ଦେଖିବା 11 ନମ୍ବର ପ୍ରଶ୍ନ, ହୁ ନୋନ୍ ଆଜ୍ ଦ ମଦର ଅଫ୍ ତିବର। ମଦର ଅଫ୍ ତିବର କିଏ? କାରୁବାଖି। କାରୁବାଖି ହେଉଛନ୍ତି ତିବରଙ୍କର ମାତା। ପିଲାମାନେ ଆମକୁ ଏ ବିବରଣୀଟା କେଉଁଠୁ ଜଣାପଡ଼ୁଛି? ଆହ୍ଲାବାଦ କୁଇନ୍ସ ଏଡିଟ୍ ଶିଳାଲେଖରୁ ଜଣାପଡ଼ୁଛି ଯେ ତିବର ଦେବଙ୍କର ମାତାଙ୍କର ନାମ ହେଉଛନ୍ତି କାରୁବାଖି। ଆଉ କାରୁବାଖି ହେଉଛନ୍ତି ଅଶୋକଙ୍କର ପତ୍ନୀ ବା ରାଣୀ। ତାପରେ ଆମେ ଦେଖିବା ପିଲାମାନେ 12 ନମ୍ବର ପ୍ରଶ୍ନ, ହୁଇଚ୍ ସୋର୍ସେସ୍ ମେନସନ୍ ଏବାଉଟ୍ ଦ କାରୁବାଖି ଦ ମଦର ଅଫ୍ ତିବର। ଏବେ ହିଁ ଆମେ ଆଲୋଚନା କରିଛେ କେଉଁ ଉପାଦାନ ଆମକୁ ସୂଚନା ପ୍ରଦାନ କରୁଛି ଯେ କାରୁବାଖି ହେଉଛନ୍ତି ତିବର ଦେବଙ୍କର ମାତା। ତ ପିଲାମାନେ ଏଠି 12 ନମ୍ବରର ଉତ୍ତର ହେବ କୁଇନ୍ସ ଏଡିଟ୍, ରାଣୀଙ୍କର ଶିଳାଲେଖ। କେଉଁଠି ଅଛି ପିଲାମାନେ? ଆହ୍ଲାବାଦରେ ରହିଅଛି। ଆମେ ଦେଖିବା ପିଲାମାନେ ନେକ୍ସଟ ଦେଖିବା 13 ନମ୍ବର, କଳିଙ୍ଗ ୱାର ଫାଉଟ୍ ଇନସାଇଡ୍ ଅଫ୍ ହୁଇଚ୍ ରିଭର। କଳିଙ୍ଗ ଯୁଦ୍ଧଟି କେଉଁ ନଦୀ କୂଳରେ ହୋଇଥିଲା? ତ ପିଲାମାନେ 13 ନମ୍ବରର ଉତ୍ତରଟି ହେଉଛି ଦୟା। ଦୟା ନଦୀ କୂଳରେ କଳିଙ୍ଗ ଯୁଦ୍ଧଟି ହୋଇଥିଲା। ତାପରେ ଦେଖିବା ପିଲାମାନେ 14 ନମ୍ବର ପ୍ରଶ୍ନ କ'ଣ କହୁଛି? ଇନ୍ ହୁଇଚ୍ ରକ୍ ଏଡିଟ୍ ମେନସନ୍ ଏବାଉଟ୍ ଦ କଳିଙ୍ଗ ୱାର। କେଉଁ ଶିଳାଲେଖରେ କଳିଙ୍ଗ ଯୁଦ୍ଧର ଫଳାଫଳ ବିଷୟରେ ବର୍ଣ୍ଣନା କରାଯାଇଛି? ରକ୍ ଏଡିଟ୍ 13 ତ୍ରୟୋଦଶ ଶିଳାଲେଖରେ କଳିଙ୍ଗ ଯୁଦ୍ଧର ଫଳାଫଳ ବର୍ଣ୍ଣନା କରାଯାଇଛି। ତାପରେ ଦେଖିବା 15 ନମ୍ବର ପ୍ରଶ୍ନ, ଅଶୋକା କେମ୍ ଇନ୍ କଣ୍ଟାକ୍ଟ ୱିଥ୍ ହୁଇଚ୍ ବୁଦ୍ଧିଷ୍ଟ ମଙ୍କ୍ ଆଣ୍ଡ ଏମ୍ବାର୍ସଡ୍ ବୁଦ୍ଧିଜିମ୍। ଅଶୋକ କେଉଁ ବୌଦ୍ଧ ସନ୍ନ୍ୟାସୀଙ୍କର ସଂସ୍ପର୍ଶରେ ଆସିଲା ପରେ ବୌଦ୍ଧ ଧର୍ମ ପ୍ରତି ପ୍ରଭାବିତ ହୋଇଥିଲେ ଓ ତାକୁ ଗ୍ରହଣ କରିଥିଲେ? 15 ନମ୍ବରର ଉତ୍ତର ଖଣ୍ଡିକ ହେବ ଉପଗୁପ୍ତ। ଉପଗୁପ୍ତ ହେଉଛନ୍ତି ଜଣେ ବୌଦ୍ଧ ସନ୍ନ୍ୟାସୀ। ଅଶୋକ ତାଙ୍କରି ସଂସ୍ପର୍ଶରେ ଆସିଲା ପରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ତାପରେ ଆମେ ଦେଖିବା ପିଲାମାନେ 16 ନମ୍ବର ପ୍ରଶ୍ନ, ହ୍ୱାଟ୍ ଇଜ୍ ଭେରିଗୋସ୍। ଭେରିଗୋସ୍ ମାନେ କ'ଣ? ପିଲା ୱାର ଡ୍ରମ୍ସ। ଯୁଦ୍ଧ ହେବା ପୂର୍ବରୁ ଯେଉଁ ବାଦ୍ୟ ବଜେଇ ସର୍ବସାଧାରଣଙ୍କୁ ଜଣାଇ ଦିଆଯାଉଥିଲା ଯେ ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି, ସେହି ବାଦ୍ୟକୁ ୱାର ଡ୍ରମ୍କୁ ଭେରିଗୋସ୍ ବୋଲି କୁହାଯାଉଥିଲା ପିଲାମାନେ ଅଶୋକଙ୍କ ସମୟରେ ବା ମୌର୍ଯ୍ୟମାନଙ୍କ ଶାସନ ସମୟରେ। ତାପରେ ଦେଖିବା ପିଲାମାନେ 17 ନମ୍ବର, ହ୍ୱାଟ୍ ଇଜ୍ ଧର୍ମଘୋଷ। ଧର୍ମଘୋଷ କ'ଣ? ରିଲିଜିୟସ୍ ଡର୍ମ। ଉତ୍ତରଟି ହେଉଛି ରିଲିଜିୟସ୍ ଡର୍ମ, ଧର୍ମଗତ ବାଦ୍ୟ। ଅଶୋକ ଯେତେବେଳେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେଲେ, ୱାର ଡ୍ରମ୍ ତାଙ୍କ ରାଜ୍ୟରେ ଯେଉଁ ବାଜୁଥିଲା ଯୁଦ୍ଧ ପାଇଁ ସିଏ ଆଉ ବାଜିଲା ନାହିଁ। ସିଏ ଆଉ ଗୋଟିଏ ଡ୍ରମ୍ ବାଜିଲା, ସିଏ ହେଉଛି ରିଲିଜିୟସ୍ ଡ୍ରମ୍ ବା ଧର୍ମଘୋଷ, ଯାହାକି ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଡ୍ରମ୍ଟିଏ ବାଜିଲା। ତାପରେ ଦେଖିବା 18 ନମ୍ବର, ହ୍ୱାଟ୍ ଇଜ୍ ବିହାର ଯାତ୍ରା। ବିହାର ଯାତ୍ରା କ'ଣ? ତ ପିଲାମାନେ 18 ନମ୍ବରର ଉତ୍ତରଟି ହେବ ପ୍ଲେଜର ଟ୍ରିପ୍, ଆନନ୍ଦିତ ଯାତ୍ରା। ବିହାର ଯାତ୍ରା ଅଶୋକ ସବୁ ବୁଦ୍ଧ ସ୍ଥାନ ଗୁଡ଼ିକୁ ଯାତ୍ରା କରୁଥିଲେ, ତାକୁ ବିହାର ଯାତ୍ରା କୁହାଯାଉଥିଲା, ତାକୁ ପ୍ଲେଜର ଟ୍ରିପ୍ ବା ଆନନ୍ଦର ଯାତ୍ରା ବୋଲି କୁହାଯାଉଥିଲା। ତାପରେ ଆମେ ଦେଖିବା ପିଲାମାନେ ନେକ୍ସଟ କ'ଣ କରୁଛୁ? 19 ନମ୍ବର ପ୍ରଶ୍ନ, ହୁଏର୍ ଅର୍ଗାନାଇଜ ଥାର୍ଡ ବୁଦ୍ଧିଷ୍ଟ କାଉନସିଲ୍। କେଉଁଠାରେ ତୃତୀୟ ବୌଦ୍ଧ ସମ୍ମିଳନୀଟି ହୋଇଥିଲା? ତ ପିଲାମାନେ 19ର ଉତ୍ତରଟା ହେଉଛି ପାଟଳିପୁତ୍ର। ପାଟଳିପୁତ୍ରଠାରେ ତୃତୀୟ ବୁଦ୍ଧିଷ୍ଟ କାଉନସିଲ୍ ହୋଇଥିଲା ପିଲାମାନେ। ପ୍ରଥମ ଦ୍ୱିତୀୟକୁ ବି ମନେ ରଖିବେ, ଗୁରୁତ୍ୱପୂର୍ଣ୍ଣ। ତାପରେ ଆମେ ଦେଖିବା ପିଲାମାନେ 20, ହୁଇଚ୍ ନମ୍ବର ଅଫ୍ ବୁଦ୍ଧିଷ୍ଟ କାଉନସିଲ୍ ହେଲ୍ଡ ଏଟ୍ ପାଟଳିପୁତ୍ର। କେତେ ନମ୍ବର ବୌଦ୍ଧ ସଭାଟା ବା ସମ୍ମିଳନୀଟା ହୋଇଥିଲା ପାଟଳିପୁତ୍ରରେ? ସେଇ କୋଶ୍ଚିନ୍ଟା ଟିକେ ବୁଲେଇକି ପିଲାମାନେ। ଥାର୍ଡ଼, ତୃତୀୟ ବୌଦ୍ଧ ସମ୍ମିଳନୀଟି ପାଟଳିପୁତ୍ରଠାରେ ହୋଇଥିଲା ପିଲାମାନେ।
तापर वर्तमान आम देखिए 21 नंबर प्रश्न हु वाज द लीडर ऑफ बुद्धिस्ट थर्ड काउंसिल जो बौद्ध धर्मर तृतीय काउंसिलटी होता तार लीडर किए थिले उत्तरटी हम पिलाने मोगलीपुत तिसा। मु आशा करुँ मोर ये आलोचना आपण मानकर पीजी एमए एलटीआर टीचर बीए डीएससी पेपर ये सबूर शॉर्ट क्वेश्चन उत्तर परीक्षा सहायक हो। वीडियो को लाइक करंतु, चैनल को सब्सक्राइब करंतु एवं समस्त छात्र छात्री गहन को शेयर करंतु। वंदे उत्कल जननी।